ନଭେମ୍ବର 15, 1914। ଏକମାତ୍ର ପ୍ରଧାନ ବିଷୟ ହେଲା ଲକ୍ଷ୍ୟ ପ୍ରାପ୍ତି। ପଥ ଏତେ ମହତ୍ତ୍ୱପୂର୍ଣ୍ଣ ନୁହେଁ ଏବଂ ଅନେକ ସମୟରେ ଆଗରୁ ଏହା ନ ଜାଣିବା ବରଂ ଭଲ। କିନ୍ତୁ ଯାହା ଆମ୍ଭମାନଙ୍କର ଜାଣିବା ଉଚିତ ତାହା ହେଲା ପୃଥିବୀରେ ଯଥାର୍ଥରେ ଦିବ୍ୟ କର୍ମର ମୁହୂର୍ତ୍ତ ଆସିଛି କି ନାହିଁ। ଯେଉଁ ବୀଜ ଅତି ଗଭୀରରେ ଉପ୍ତ ତାର ବହିଃପ୍ରକାଶର ସମୟ ହୋଇଛି କି ନାହିଁ। ହେ ଭଗବାନ, ଏଥିରେ ସନ୍ଦେହ ନାହିଁ ତୁ ଆମ୍ଭମାନଙ୍କୁ ପ୍ରତିଶ୍ରୁତି ଦେଇଛୁ ଆଉ ତୋର ସେହି ପ୍ରତିଶ୍ରୁତି ସଙ୍ଗେ ପ୍ରକୃତି ବିଶ୍ୱଚେତନା ଯଥାସାଧ୍ୟ ପୂର୍ଣ୍ଣ ସ୍ୱୀକୃତି ଦେଇଛନ୍ତି। ସୁତରାଂ ଆମ୍ଭମାନଙ୍କର ଏହି ସ୍ଥିର ନିଶ୍ଚିତ ବୋଧ ଆସିଛି ଯେ ଯାହା ହେବାର କଥା ତାହା ନିଶ୍ଚୟ ହେବ। ଫଳତଃ ଆମ୍ଭମାନଙ୍କର ଏହି ବ୍ୟକ୍ତିଗତ ଆଧାରକୁ ଆହ୍ୱାନ କରାଯାଇଛି ଯେପରି ସେ ଏହି ମହାଗୌରବମୟ ବୀଜ ଏହି ନବପ୍ରକାଶର ସହଯୋଗୀ ହୋଇପାରିବ। ଏହାଠାରୁ ଆଉ ଅଧିକ କ'ଣ ଜାଣିବା ଦରକାର? କିଛି ନାହିଁ। ସ୍ଥିର ନିର୍ଭରତା ସହ ଆମେମାନେ କ'ଣ ଏକ ପ୍ରବଳ ଯୁଦ୍ଧରେ ଯୋଗ ଦେଇପାରିବୁ ନାହିଁ? ସେହି ଅପଶକ୍ତିଙ୍କ ଉଦାମ ଆକ୍ରମଣର ସମ୍ମୁଖୀନ ହୋଇପାରିବୁ ନାହିଁ ଯେଉଁମାନେ ସେମାନଙ୍କର ଅଜ୍ଞାତସାରରେ ତୋ ଉଦ୍ଦେଶ୍ୟ ସାଧନରେ ହିଁ ସହାୟତା କରୁଛନ୍ତି। ଏହି ଅପଶକ୍ତି କି ଉପାୟରେ ତୋ ଉଦ୍ଦେଶ୍ୟ ସାଧନ କରନ୍ତି, କି ଉପାୟରେ ସକଳ ବାଧା ଉପରେ ତୁ ବିଜୟ ଲାଭ କରିବୁ, ଏ ବିଷୟରେ ଆମେ ଚିନ୍ତାନ୍ୱିତ ହେବା ଅନୁଚିତ। କାରଣ ତୋ ବିଜୟ ଏପରି ପରିପୂର୍ଣ୍ଣ ଯେ ତୋ ବିରୁଦ୍ଧରେ ଛିଡ଼ା ହୋଇଥିବା ସକଳ ବାଧା, ପ୍ରତ୍ୟେକ ମନ୍ଦ ଇଚ୍ଛା, ପ୍ରତ୍ୟେକ ବିଦ୍ୱେଷ ଏକ ବିଶାଳତର ବୃହତ୍ତର ବିଜୟର ଭବିଷ୍ୟତବାଣୀ ନେଇ ଆସେ। ବାଧାର ଆୟତନ ଅନୁସାରେ ମାପି ହୁଏ ତୋର ବିଶୁଦ୍ଧ ଶକ୍ତିର କ୍ରିୟା, ଯାହା ଏତେ ପରିମାଣରେ ପୃଥିବୀ ଉପରେ ପ୍ରକାଶିତ ହେବା ସକାଶେ ଉତ୍ତରି ଆସୁଛି। ଯାହା ବାଧା ଦେଉଛି ତାହା ଉପରେ କାର୍ଯ୍ୟ କରିବା ସକାଶେ ସେହି ଶକ୍ତି ଉତ୍ତରି ଆସେ। ସବୁଠାରୁ ଭୟଙ୍କର ଯେଉଁ ବିଦ୍ୱେଷ ତାହା ତୋର ଦିବ୍ୟ ସ୍ପର୍ଶ ଅନୁଭବ କରିବ ଏବଂ ରୂପାନ୍ତରିତ ହେବ ଜ୍ୟୋତିର୍ମୟ ଶାନ୍ତିରେ। ତୋ କର୍ମର କେନ୍ଦ୍ର ରୂପେ, ତୋର ବାହନ ରୂପେ ଯେଉଁ ମାନସୀ ବ୍ୟକ୍ତିକୁ ତୁ ବରଣ କରିଛୁ, ତୋ ବିରୁଦ୍ଧରେ ବାଧା ବିଦ୍ୱେଷ ଆପତ୍ତି ଯଦି ସାମାନ୍ୟ ହୁଏ ତେବେ ତାହାର ଅର୍ଥ ଏହି ଯେ ତୁ ଯେଉଁ କର୍ମର ଭାର ତାହା ଉପରେ ଅର୍ପଣ କରିଛୁ ତାହା ସୀମାବଦ୍ଧ ଓ କ୍ଷୀଣ ପ୍ରାଣ। ସେ କାର୍ଯ୍ୟ କରିବ ସଦିଚ୍ଛା ପ୍ରଣୋଦିତ ପୂର୍ବ ପ୍ରସ୍ତୁତ ବ୍ୟକ୍ତିତ୍ୱର ସଂକୀର୍ଣ୍ଣ ମଣ୍ଡଳୀ ମଧ୍ୟରେ। ପୃଥିବୀର ବିପର୍ଯ୍ୟସ୍ତ ଅବ୍ୟବସ୍ଥିତ ସର୍ବସାଧାରଣ ଉପାଦାନ ଉପରେ ନୁହେଁ। ହେ ଦିବ୍ୟ ପ୍ରଭୁ, ତୁ ମୋତେ ଏହି ଯେଉଁ ଦିବ୍ୟ ଜ୍ଞାନ ଦେଇଛୁ ତାହା ସମସ୍ତଙ୍କୁ ସମାନ ଭାବରେ ବିତରଣ କର, ଯେପରି ଆମମାନଙ୍କ ହୃଦୟରେ ପ୍ରତିଷ୍ଠିତ ହେବ ନିଶ୍ଚୟ ବୁଦ୍ଧିର ପ୍ରଶାନ୍ତି। ଯେପରି ତୋର ସେହି ପରମ ନିଶ୍ଚୟତାର ଶାନ୍ତି ସହ ମସ୍ତକ ଉନ୍ନତ କରି ଛିଡ଼ା ହୋଇପାରିବୁ ସେମାନଙ୍କ ବିରୁଦ୍ଧରେ ଯେଉଁମାନେ ଅଜ୍ଞାତର ରୂପାନ୍ତର ପ୍ରତି ଆକୃଷ୍ଟ ହେଲେ ମଧ୍ୟ ଅନ୍ଧ ଅଜ୍ଞାନ ଆଡ଼କୁ ମାଡ଼ି ଚାଲନ୍ତି ଏବଂ ମନେ କରନ୍ତି ଯେ ଏହା ସେହି ରୂପାନ୍ତରକାରୀ ଦିବ୍ୟ ପ୍ରେମକୁ ଧ୍ୱଂସ କରି ଦେଇପାରିବ।